हाय हेलो नमस्ते वेलकम टू माय चैनल। आशा करছি ଆପଣ ସମସ୍ତେ ବହୁତ ଭଲ ଥିବେ। ମୁଁ ମଧ୍ୟ ଭଲ ଅଛି। ତ ଚାଲନ୍ତୁ ଦେଖିବା ଆଜି ମୁଁ କ'ଣ କରୁଛି କ'ଣ କ'ଣ ନାହିଁ। ଆଜି ଘରେ ଆମର ଗେଟ୍ ଲଗା ହେବ ତ ମୁଁ ଆପଣମାନଙ୍କୁ ଦେଖେଇଦେବି। ତ ଚାଲନ୍ତୁ ଦେଖନ୍ତୁ ସକାଳୁ ସକାଳୁ ମା ଏଠି ଗଛରେ ପାଣି ଦେଉଛନ୍ତି। ସକାଳୁ ନା 8ଟା ବେଲେ ସକାଳ ନେଇକି ମା ତାই ସବୁବେଳେ ଯେତେବେଳେ ଦେଖ ଏ ଗଛରେ ଲାଗିଥିବେ। କେତେ ଖରା ହେଲାଣି ଆପଣମାନେ ବି ଦେଖନ୍ତୁ। ଏଇଟା ଗୋଟେ କି ପ୍ରକାରର କାମ ମୁଁ ବୁଝିପାରେନି। ସବୁବେଳେ ଗୋଟେ ଲାଗିଥିବେ ଯେ ଗଲା କେତେ ଖାଲି ସେ ଗଛ 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 ବୋଲି ବାୟା। ଦେଖନ୍ତୁ ଆମର ଆମ୍ବ କେତେ ହେଇଛି, କେତେ ବଡ଼ ବଡ଼ ହେଇଛି ବି ହେଲାଣି। ଆଉ କିଛି ନା ଏମିତି ଝଡ଼ି ଯାଉଛି। ଦେଖନ୍ତୁ କେତେ ଝଡ଼ି ଯାଇଛି ବୋଲି। ଚାଲନ୍ତୁ ମୋ ବାରିଆଡ଼େ ଅଛି ଯେହେତୁ କିଛି ଫୁଲ ଗଛ ଦେଖେଇଦେବି। ଏଇଠି ଦେଖନ୍ତୁ କେତେ ସୁନ୍ଦର। ମୋ ମାଆର ଯତ୍ନ ପାଇଁ ବୋଲି ଏତେ ସୁନ୍ଦର ସୁନ୍ଦର ଫୁଲ ଗଛ ମାନେ ହେଉଛି। ସତ କହିଲେ ଆମେ ତ କେବେ ବି ଗଛରେ ପାଣି ଦେଇନଥାଉଛୁ କି କିଛି ନାହିଁ। କେବେ କେମିତି ଦେବୁ, ନହେଲେ ନାହିଁ, ନହେଲେ ମା ଏକା ଏସବୁ କାମ। ଦେଖନ୍ତୁ କେତେ ସୁନ୍ଦର ଫୁଲମାନେ ହେଇଛି। ଏଇଟା ତ ଝାଉଁଳି ଯାଇଛି। ଏ ଫୁଲର ମୋ ନାଁ ତ ମୁଁ ଜାଣିନି, କିନ୍ତୁ ଡିଜାଇନ୍ ଫୁଲମାନେ ବହୁତ ସୁନ୍ଦର ଦେଖାଯାଏ। ପୁରା ଗୁମ୍ଫା ଗୁମ୍ଫା ହେଇକି କେତେ ସୁନ୍ଦର ଫୁଟୁଛି ଦେଖନ୍ତୁ। ସିଆଡ଼େ ଅଛି ଆହୁରି। ନାଇଁ ମୁଁ ପାରିବିନି। ଦେଖନ୍ତୁ ଏଇଟା ଗୋଲାପ ଫୁଲ ଗୋଟେ। ଏଇଟା ସବୁ ସେ ଗୁମ୍ଫା ଡିଜାଇନ୍ ଫୁଲ ମାନେ କେତେ ଗୁମ୍ଫା ହେଇକି ହେଉଛି ଦେଖନ୍ତୁ ଆପଣ ଖାଲି। ଆଉ ଏଇଟା ହେଲା ଅଁଳା ଗଛ। ଏଇଟା ହେଲା ମରୁଆ ମା। ଏଇଟା କ'ଣ? ହଁ ଦହନା। এইটা কাঞ্চন, এইটা পিঙ্ক কলর কাঞ্চন। আর ফটো ଅଛି ମୁଁ ଆପଣଙ୍କୁ ଦେଖେଇ ଦେଉଛି ସାଇଡ଼୍ରେ। ଏଇଟା ହେଉଛି ମୁନଗା, ଆମ୍ବ, ସବୁ ଏମିତି ସବୁ ଗଛ ମାନେ ଅଛି କେତେ। ଦେଖନ୍ତୁ ଆମର ଗେଟ୍ ଆସିଲା। ମମି ଦେଖି କ'ଣ ଏଇଟା? কবার দে গেলে কোটা ময়ূর ফুলর বেলে ওহ গেট হ্যাঁ হ্যাঁ এটা সে ময়ূর ইয়ে পাই পূজা রুম র হ্যাঁ ফুলর এ মুই দেখা যাচ্ছে রে সিয়াড়ে রাতে ডহ Dile más los jefes, ଦେଖନ୍ତୁ ଏଇଟା ଆମର ଗେଟ୍ ଲଗା ହେଇନଥିଲା। ଏଇଟା ଲଗା ହେଲା ପୂଜା ରୁମ୍ର। ଦେଖନ୍ତୁ ଏଇଟା ଲାଗିଗଲା। ଆଉ ଗୋଟେ ସେଇଠି ଲଗା ହେବ। ଏଠି ସବୁ ଖାଉଛନ୍ତି।
नी Entertaining my patience is waning. ଏମାନଙ୍କର ଗେଲ ହେଉଛି ମା ଦେଖନ୍ତୁ ଏଇଠି ତାଙ୍କ କାମରେ ଲାଗିଛନ୍ତି ଏଇଟା ସେ ଡକୁ ଯାକ ଯେଉଁଟା ଗେଟ୍ ଅଣା ହେଇଥିଲା ସେଇ ଡକୁ ୟାର ନିଆଁ ଲଗେଇ ଦେଉଛନ୍ତି ଏ ଯାକ ବାହାରେ ପକେଇଲେ ବି ବେକାର ଆବର୍ଜନା ହେବ ତ ଏଇଠି ନିଆଁ ଲଗାଉଛନ୍ତି ତ ଚାଲନ୍ତୁ କିଛି ମାଆଙ୍କୁ ପଚାରିକି ବୁଝିଦେବା ମା ତମକୁ କେମିତି ଲାଗୁଛି ଏତେ ଦିନର ସ୍ୱପ୍ନ ତମର ପୂରଣ ହେଇକିନା ଭଲ ଲାଗୁଛି ହାଏ ନମସ୍କାର ଜୟ ଜଗନ୍ନାଥ ଜୟ ମା ସମଲେଇ ବହୁତ ଖୁସି ଲାଗୁଛି କି ମାନେ ଏତେ ବର୍ଷ ପରେ ମୋର ଘରେ କବାଟ ଲାଗଲା ତ ମୁଇଁ ଦୀର୍ଘ ଘର ବନେଇକିରି ହେଇଯାଇଛି ମାନେ 14 ବର୍ଷ 2012ରେ ଷ୍ଟାର୍ଟ କଲି 14ରେ ଆମର ଘର ପ୍ରତିଷ୍ଠା ହେଲା ତ ମୋତେ ନେଇକି ବହୁତ ସ୍ୱପ୍ନ ଥିଲା କି ମାନେ ବହୁତ ଭଲସେ ବନେଇଥି ତୁମ ହଜବେଣ୍ଡ ଥିଲା ବେଲୁ ବଟ୍ ସେମିତି ନାଇଁ ହେଇପାରିଲା କାଁ କର୍ମା ଦୁଃଖର ବିଷୟ ତ ନିଜେ ଲେଡ଼ିଜ୍ ଲୋକ ଯେତ୍କି ବି କରିଛେଁ ବହୁତ କରିଛେଁ ତ ମୋର ପିଲାମାନଙ୍କର ଲାଗି ମୁଁ ଏତ୍କି କରିପାରିଛେଁ ବୋଲି ମୁଁ ବହୁତ ପ୍ରାଉଡ଼୍ ଫିଲ୍ କରସି ଆଉ ଆଜି ଏତେ ବର୍ଷ ପରେ ମୁଁ କବାଟ ଲଗାଲି 2014ରେ ମୋର ଘର ପ୍ରତିଷ୍ଠା ହେଇଥିଲା ଯେହେତୁ ଏମିତି କିଛି ସୁବିଧା ନାଇଁ ମିଳୁଥାଏ ତାପରେ ଜଣେ ଲୋକ ମୋର ଶାଶୁ ଶ୍ୱଶୁର ବି କେହି ନାଇଁନ ପିଲାମାନଙ୍କର ପଢ଼ା ଲେଖା ସବୁ ମୋତେ ଦେଖବାର୍କେ ପଡ଼ୁଛି ତ ଲଗେଇ ନାଇଁ ପାରିଥିଲି ଯେତ୍କି କରିଛେଁ ମା ମଙ୍ଗଳାଙ୍କର ଦୟାରୁ ବାବାଙ୍କର ଦୟାରୁ ତାଙ୍କର ଆଶୀର୍ବାଦରୁ ବହୁତ କିଛି ଭଲ୍ କରିଛେଁ ମୁଇଁ ନିଜେ ଭାବସିଁ କି ମୋର ପିଲାମାନଙ୍କର ବହୁତ କିଛି ମାନେ ଭଲ୍ କରିଛେଁ ତ ସେହେତୁ ମୋତେ ଆଜି ବହୁତ ଖୁସି ଲାଗୁଛି କି ମୁଇଁ ଗୋଟେ କବାଟ ଲଗେଇ ପାରିଲି ବୋଲିକିରି ଭାବୁଥିବେ କି ଆପଣମାନେ କବାଟ ଗୋଟେ ଲଗାଲା ଯେ କେତେ ଖୁସି ହେଉଛେ ବୋଲି ବାକି ଜଣେ ଲେଡ଼ିଜ୍ ଯଦି ଏକଲା କରୁଛେ ଘରର କାମ ତ ସେ ଯିଏ କରିଛେ ସେ ହିଁ ଜାଣବା କି ମାନେ କେତେ ଖୁସି ଲାଗ୍ସି ନିଜର ଛୁଆମାନଙ୍କର ଲାଗି ନିଜର ଘରର ଲାଗି କିଛି ଗୋଟେ କଲେ କେମିତି ଲାଗ୍ସି ନାହିଁ କି ଯିଏ କରିଛେ ସେ ଜାଣବା ଆଉ ବହୁତ ଖୁସି ଲାଗୁଛି ଆଉ ଏତେ ବର୍ଷ ପରେ ଦୁଇଟା କବାଟ ଲଗାଲି ଯେ ବହୁତ ଖୁସି ଲାଗୁଛି ହଉ ହଉ ଥ୍ୟାଙ୍କ ୟୁ ତ ସେଥିଲାଗି ତ ଦେଖିଲେ ଆଜି ଦିନଟା ମୋର କେମିତି ଗଲା କ'ଣ କଲି କ'ଣ ନାହିଁ ତ ବସ୍ ଆଜି ପାଇଁ ଏତିକି ଭିଡ଼ିଓଟି ଯଦି ଭଲ ଲାଗିଥିବ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିଦେବେ ପୁଣି ଥରେ ଦେଖା ଗୋଟେ ନ୍ୟୁ ବ୍ଲଗ୍ରେ ତ ବାଇ ବାଇ ଟେକ୍ କେୟାର ଲଭ୍ ୟୁ ଜୟ ମାତା ଦି ଥ୍ୟାଙ୍କ ୟୁ ଫର୍ ୱାଚିଂ